এই ଯୋଜନା ନେଇ ଲୋକଙ୍କୁ କିଛି ଦେଇ ଭୋଟ କିଣିବା କଥା ଆଉ କ'ଣ ଏଇଟା କ'ଣ ଅସୁବିଧା କଥା କି? କେତେ କାଳିଆ ଥିଲା, ସୁଭଦ୍ରା ଆସିଲା, ବଳଭଦ୍ର ଆସିବ, ଏହା ତ ମୁଁ କହୁଛି। ନିଶ୍ଚିତ ଭାବରେ ପ୍ରଦୂଷଣ ବିଷୟରେ ଆମେ ସଚେତନ ହେବା ଦରକାର। ପ୍ରଦୂଷଣ ସମ୍ପର୍କରେ ସମସ୍ତେ ଏଇଟା ପ୍ରଦୂଷଣଟା କେବଳ କୌଣସି ବ୍ୟକ୍ତିର ଇଏ ନୁହେଁ। ଆମେ ଏଣେ ଗାଡ଼ି ଚଲାଇବାକୁ ଚାହିଁବା, ଆମେ ଲୋକଙ୍କୁ ମାରିବାକୁ ବି ଚାହିଁବା। ପ୍ରଦୂଷଣ ବିଷୟରେ ତ ଆମେ ସଚେତନ ହେବା ଦରକାର। ସରକାର ଭାବିଛନ୍ତି ଏ ସମ୍ପର୍କରେ ଉଚିତ ପଦକ୍ଷେପ ନିଆଯିବା ଉଚିତ। କୌଣସି ନିୟନ୍ତ୍ରଣ ତ ରହିବ, କିନ୍ତୁ ତାକୁ ଲାଗୁ କଲାବେଳେ ଯଦି ଦୁର୍ନୀତି ରହିବ, ଲାଗୁ କଲାବେଳେ ଯଦି ପ୍ରିୟାପୀତି ତୋଷଣ ରହିବ, ଏଇଟା ଯଦି ଗୋଟେ ଫାର୍ସ ହେଇଯିବ, ତାହେଲେ ତାକୁ ଲୋକ ଗ୍ରହଣ କରିବେନି। ସତର୍କତା ଅବଲମ୍ବନ କରିବା ଉଚିତ। ବଳବତ୍ତର ଏଟା ତୁମେ ବୁଝିପାରିଲ ନାହିଁ। ପ୍ରତ୍ୟେକ ସରକାରର କାମ ହେଲା ଲୋକଙ୍କୁ କିଛି ଭିକ୍ଷା ଦେଇ ଭୋଟ କିଣିବା। ଏଇ ଯେଉଁ ଇଲେକ୍ସନ ପୂର୍ବରୁ ମହିଳାମାନଙ୍କୁ 10,000 ଟଙ୍କା ଦିଆଗଲା, ଏଟା କ'ଣ? ମୁଁ ତ ବୁଝିପାରୁନି। ମହିଳାମାନେ ଏଠି ଅଛନ୍ତି, କହିବେ ଆମ 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 ପେଟରେ କାହିଁ ଆପଣ ନାତ ମାରୁଛନ୍ତି? କିନ୍ତୁ ଆମର 10,000 ଟଙ୍କାରେ ଆମର ସବୁ ସମସ୍ୟାର ସମାଧାନ ହେଇଯିବ। ଯୋଜନା କରାଯାଉ, ସମସ୍ତେ 10,000 ଯୋଜନା ମାଧ୍ୟମରେ ପାଇବେ। ଆମେ ଡାଇରେକ୍ଟଲି ଦେଉଛୁ, ଇଲେକ୍ସନ ପୂର୍ବରୁ ଦେବା ମାନେଟା କ'ଣ? ମୁଁ କିଛି ବୁଝିପାରୁନି। ଏଇ ଯୋଜନା ନେଇ ଲୋକଙ୍କୁ କିଛି ଦେଇ ଭୋଟ କିଣିବା କଥା ଆଉ କ'ଣ ଏଇଟା କ'ଣ ଅସୁବିଧା କଥା କି? କେତେ କାଳିଆ ଥିଲା, ସୁଭଦ୍ରା ଆସିଲା, ବଳଭଦ୍ର ଆସିବ, ଏହା ତ ମୁଁ କହୁଛି। ନିଶ୍ଚିତ ଭାବରେ ପ୍ରଦୂଷଣ ବିଷୟରେ ଆମେ ସଚେତନ ହେବା ଦରକାର। ପ୍ରଦୂଷଣ ସମ୍ପର୍କରେ ସମସ୍ତେ ଏଇଟା ପ୍ରଦୂଷଣଟା କେବଳ କୌଣସି ବ୍ୟକ୍ତିର ଇଏ ନୁହେଁ। ଆମେ ଏଣେ ଗାଡ଼ି ଚଲାଇବାକୁ ଚାହିଁବା, ଆମେ ଲୋକଙ୍କୁ ମାରିବାକୁ ବି ଚାହିଁବା। ପ୍ରଦୂଷଣ ବିଷୟରେ ତ ଆମେ ସଚେତନ ହେବା ଦରକାର। ସରକାର ଭାବିଛନ୍ତି ଏ ସମ୍ପର୍କରେ ଉଚିତ ପଦକ୍ଷେପ ନିଆଯିବା ଉଚିତ। କୌଣସି ନିୟନ୍ତ୍ରଣ ତ ରହିବ, କିନ୍ତୁ ତାକୁ ଲାଗୁ କଲାବେଳେ ଯଦି ଦୁର୍ନୀତି ରହିବ, ଲାଗୁ କଲାବେଳେ ଯଦି ପ୍ରିୟାପୀତି ତୋଷଣ ରହିବ, ଏଇଟା ଯଦି ଗୋଟେ ଫାର୍ସ ହେଇଯିବ, ତାହେଲେ ତାକୁ ଲୋକ ଗ୍ରହଣ କରିବେନି। ସତର୍କତା ଅବଲମ୍ବନ କରିବା ଉଚିତ। ବଳବତ୍ତର ଏଟା ତୁମେ ବୁଝିପାରିଲ ନାହିଁ। ପ୍ରତ୍ୟେକ ସରକାରର କାମ ହେଲା ଲୋକଙ୍କୁ କିଛି ଭିକ୍ଷା ଦେଇ ଭୋଟ କିଣିବା। ଏଇ ଯେଉଁ ଇଲେକ୍ସନ ପୂର୍ବରୁ ମହିଳାମାନଙ୍କୁ 10,000 ଟଙ୍କା ଦିଆଗଲା, ଏଟା କ'ଣ? ମୁଁ ତ ବୁଝିପାରୁନି। ମହିଳାମାନେ ଏଠି ଅଛନ୍ତି, କହିବେ ଆମ 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 ପେଟରେ କାହିଁ ଆପଣ ନାତ ମାରୁଛନ୍ତି? କିନ୍ତୁ ଆମର 10,000 ଟଙ୍କାରେ ଆମର ସବୁ ସମସ୍ୟାର ସମାଧାନ ହେଇଯିବ। ଯୋଜନା କରାଯାଉ, ସମସ୍ତେ 10,000 ଯୋଜନା ମାଧ୍ୟମରେ ପାଇବେ। ଆମେ ଡାଇରେକ୍ଟଲି ଦେଉଛୁ, ଇଲେକ୍ସନ ପୂର୍ବରୁ ଦେବା ମାନେଟା କ'ଣ? ମୁଁ କିଛି ବୁଝିପାରୁନି।